ଜୟ ଜଗନ୍ନାଥ ଭାଇ ଓ ଭଉଣୀ। ଉତ୍କଳ ଗୌରବ ପାଠଶାଳା ଆପଣମାନଙ୍କୁ ସ୍ୱାଗତ କରୁଛି। ପ୍ରିଭିୟସ୍ ଭିଡିଓରେ ଆମେ ପଢିଥିଲେ ଯେ ଡିଭିଜିବିଲିଟି ରୁଲ୍। ଏ ଡିଭିଜିବିଲିଟି ରୁଲ୍ କଣ ସବୁ ପଢୁଥିଲେ ଯେ divisibility of 2, divisibility of 8, divisibility of 16, 2, 4, 8, 6 ଏହାର divisibility ରୁଲ୍ ଆମେ ପଢିଥିଲେ। ଦୁଇ ରକମ ଯେକୌଣସି ସଂଖ୍ୟାର ୟୁନିଟ୍ ଡିଜିଟ୍ ଯଦି ଦୁଇ ଦ୍ୱାରା ବିଭାଜ୍ୟ ତାହେଲେ ସେ ପୁରା ସଂଖ୍ୟାଟା ଦୁଇ ଦ୍ୱାରା ବିଭାଜ୍ୟ। ଆମେ ନେକ୍ସଟ ପଢିଥିଲେ 4 ଡିଭିଜିବିଲିଟି ରୁଲ୍। 4 ଡିଭିଜିବିଲିଟି ରୁଲ୍ କଣ? ଯେକୌଣସି ସଂଖ୍ୟାର ଲାଷ୍ଟ 2 ଡିଜିଟ୍ ତାମାନେ ଏକକ ଏବଂ ଦଶକ ଘର ସଂଖ୍ୟା ଦିଟା ଯଦି 4 ଦ୍ୱାରା ବିଭାଜ୍ୟ ତାହେଲେ ସେ ପୁରା ସଂଖ୍ୟାଟା 4 ଦ୍ୱାରା ବିଭାଜ୍ୟ। ଏବଂ 8 ଦ୍ୱାରା ବିଭାଜ୍ୟ କିପରି ଆମେ ପରୀକ୍ଷା କରୁଥିଲେ? ଯେକୌଣସି ସଂଖ୍ୟାର 1, 2, 3, 4, 5, 6 এই ସଂଖ୍ୟାର ଯଦି ଆମେ 8 ଡିଭିଜିବିଲିଟି ଟେଷ୍ଟ କରିବା ତାହେଲେ ଶେଷ 3 ଅଙ୍କ। এই 3 ଅଙ୍କ ଯଦି 8 ଦ୍ୱାରା ବିଭାଜ୍ୟ ତାହେଲେ ଆମେ ଜାଣିବା ପୁରା ସଂଖ୍ୟାଟି 8 ଦ୍ୱାରା ବିଭାଜ୍ୟ ଅଟେ। ସେଭଳି 16ର ଡିଭିଜିବିଲିଟି ରୁଲ୍ କିଭଳି ଟେଷ୍ଟ କରିବା? এই ଯୋଉ 1, 2, 3, 4, 5, 6 এই ସଂଖ୍ୟାର 8ରେ 3ଟି ଏବଂ 16ରେ 4ଟି ସଂଖ୍ୟା। এই 4ଟି ସଂଖ୍ୟା ଯଦି 16 ଦ୍ୱାରା ବିଭାଜ୍ୟ ତାହେଲେ ଏ ପୁରା ସଂଖ୍ୟାଟା 16 ଦ୍ୱାରା ବିଭାଜ୍ୟ ଅଟେ। ଆସନ୍ତୁ ଦେଖିବା ଏସବୁ ସମ୍ଭବ କିପରି ହେଉଥିଲା। ବୁଝିପାରିଲେ? ମନେ କରାଯାଉ ଗୋଟେ ସଂଖ୍ୟା ହେଲା 5, 7, 9, 8, 4। 5, 7, 9, 8, 4। ୟାକୁ ଆମେ କିପରି ଲେଖିଥିଲେ? ନା 5ରେ 4ଟା ଶୂନ ପ୍ଲସ୍ 7ରେ 3ଟି ଶୂନ ପ୍ଲସ୍ 9ରେ 2ଟି ଶୂନ ପ୍ଲସ୍ 8ରେ ଗୋଟିଏ ଶୂନ ପ୍ଲସ୍ 4। ତାହେଲେ ଏଇଠି ଦେଖନ୍ତୁ ଏଇ ଯୋଉ ସଂଖ୍ୟାଟା ଇଏ 2 ଦ୍ୱାରା ନିଶ୍ଚିତ ଭାବରେ ବିଭାଜ୍ୟ। এই ସଂଖ୍ୟାଟା ଏ ବି 2 ଦ୍ୱାରା ବିଭାଜ୍ୟ, ଏ 2 ଦ୍ୱାରା ବିଭାଜ୍ୟ, ଏ ବି 2 ଦ୍ୱାରା ବିଭାଜ୍ୟ। ତାହେଲେ ଆମେ କେବଳ ଲାଷ୍ଟ ସଂଖ୍ୟାଟାକୁ ଦେଖିଲେ ଜଣା ପଡିବ ଯଦି ଏଇଟା 2 ଦ୍ୱାରା ବିଭାଜ୍ୟ ହୁଏ ତାହେଲେ ପୁରା ସଂଖ୍ୟାଟା 2 ଦ୍ୱାରା ବିଭାଜ୍ୟ ହେଲା କି? ତାହେଲେ ୟାକୁ ଆମେ ଲେଖୁଥିଲେ କଣ? 2 ଦ୍ୱାରା କିମ୍ବା 8 4 ଦ୍ୱାରା 4 ଦ୍ୱାରା ବିଭାଜ୍ୟ, ବିଭାଜ୍ୟ କିନ୍ତୁ এই ସଂଖ୍ୟାଟା ବିଭାଜ୍ୟ ହୁଏତ 8 ବଦଳରେ ଅନ୍ୟ କିଛି ସଂଖ୍ୟା ଥିଲେ 7 ଥିଲେ ବିଭାଜ୍ୟ ହେଇପାରିବନି। ତାହେଲେ ସେଇଥିପାଇଁ ଏକକ ଓ ଦଶକ ଘର ସଂଖ୍ୟାଟାକୁ 4 ଦ୍ୱାରା ବିଭାଜ୍ୟ ହେଲା ବେଳେ ଟେଷ୍ଟ କରିବା ପାଇଁ ପଡିବ। ଆମେ ମନେ କରାଯାଉ ଗୋଟେ ସଂଖ୍ୟା ନେଲେ 4, 8, 5, 9, 3 ଏହାକୁ ଆମେ କିପରି ଭାବରେ ଲେଖୁଥିଲେ? ମନେ କରାଯାଉ ଏହା ବଦଳରେ ଆମେ A, B, C, D, E ନେଲେ ଆମେ ଏହା କିପରି ଲେଖୁଥିଲେ? 1ରେ 1, 2, 3, 4ଟା ଶୂନ ଇଣ୍ଟୁ A।
ଏକ ରେ ଏକ ଦୁଇ ତିନିଟା ଶୂନ ଗୁଣନ b ଯୁକ୍ତ ଏକ ରେ ଏକ ଦୁଇଟା ଶୂନ ଗୁଣନ c ଯୁକ୍ତ ଏକ ରେ ଗୋଟେ ଶୂନ ଗୁଣନ d ଯୁକ୍ତ c। তাহলে এটি দেখুন তো 4 এই সংখ্যাটা 4 দ্বারা ডিভিজিবল, এই সংখ্যাটা ইয়ে भी 4 দ্বারা ডিভিজিবল, এই সংখ্যাটা এই 4 দ্বারা ডিভিজিবল হবে না, কিন্তু এই ଦଶକ ଘର ସଂଖ୍ୟାଟା ଯୋଉ 10 ଅଛି ଇଏ ଡିଭିଜିବଲ ହେଇପାରୁନାହିଁ। ସେଥିପାଇଁ ଆମେ ଯେତେବେଳେ 4 ର ଡିଭିଜିବିଲିଟି ଚେକ୍ କରୁଅଛୁ ଏକକ ଏବଂ ଦଶକ ଘର ସଂଖ୍ୟାକୁ ଆମକୁ ଚେକ୍ କରିବା ପାଇଁ ପଡୁଛି, ବୁଝିପାରିଲେ? ସେଭଳି 5 ଦ୍ୱାରା ଆମର 8 ଦ୍ୱାରା ପ୍ରଥମେ ଦେଖନ୍ତୁ 8 ଦ୍ୱାରା এই সংখ্যাটা ডিভিজিবল অটে, ইয়ে भी ডিভিজিবল, কিন্তু এই সংখ্যাটা 100 ডিভিজিবল ହେଇପାରିବ ନାହିଁ। 8 ଦ୍ୱାରା 100 ଡିଭିଜିବଲ ନୁହଁ, ଇଏ ବି ନୁହଁ, ତେଣୁ ଇଏ ବି ନୁହଁ, ସିଙ୍ଗଲ ସିଙ୍ଗଲ ହେଇପାରିବନି। ତେଣୁ ଟୋଟାଲ ତିନୋଟି ଯାକ ଆମେ ଯଦି ଡିଭିଜିବଲ କରିବା 8 ଦ୍ୱାରା ଯୋଉ ସଂଖ୍ୟାଟି ଡିଭିଜିବଲ ହେଇଯିବ ସେ ପୁରା ସଂଖ୍ୟାଟା 8 ଦ୍ୱାରା ବିଭାଜ୍ୟ ବୋଲି ଜାଣିବା। ସେଭଳିଆ 5 ଦ୍ୱାରା ଆମେ ପୂର୍ବ କ୍ଲାସରେ ଦେଖିଥିଲେ 5 ର ଡିଭିଜିବିଲିଟି ରୁଲ, ତେଣୁ 5 ର ମଧ୍ୟ ସେଇଭଳି এই সংখ্যাটা ଦେଖନ୍ତୁ, এই ସଂଖ୍ୟାଟା 5 ଦ୍ୱାରା ଡିଭିଜିବଲ ଅଟେ, ଇଏ ବି 5 ଦ୍ୱାରା ଡିଭିଜିବଲ, ଇଏ ବି ଡିଭିଜିବଲ, 10ଟା ବି ଡିଭିଜିବଲ, କିନ୍ତୁ ଲାଷ୍ଟ ସି ବଦଳରେ ଯେକୌଣସି ସଂଖ୍ୟା ନେଲେ 5ଟା ଡିଭିଜିବଲ ହେଇପାରିବ ନାହିଁ। ଲାଷ୍ଟରେ ଯଦି 0 କିମ୍ବା 5 ଥିବ ତାହେଲେ ସେଇ ସଂଖ୍ୟାଟା 5 ଦ୍ୱାରା ଡିଭିଜିବଲ ହେଇପାରିବ, ବୁଝିପାରିଲେ? ଏଭଳି ଭାବରେ ତାର ରୁଲ ସବୁ ରହିଛି, ତେଣୁ ଆପଣ ନିଶ୍ଚୟ ମନେ ରଖିବେ ୟାକୁ। ତାପରେ ଦେଖିବା ଆଜିର କ୍ଲାସ, ଆମେ ଗତକାଲି କଣ 2 ର ଡିଭିଜିବିଲିଟି ଜାଣିଥିଲେ, 4 8 16 କିମ୍ବା 5 25 125, ତାପରେ 11 ର ମଧ୍ୟ ଜାଣିଥିଲେ, 3 ର 9 ର ଏବଂ 3 ର ଡିଭିଜିବିଲିଟି ଗୋଟେ ମିନିଟ ମୁଁ ବୁଝେଇ ଦଉଛି। 3 ମନେ କରାଯାଉ ଆମର A B C D E এই সংখ্যাটা ଆମେ ୟାକୁ 1 2 3 4 ଇଣ୍ଟୁ A ଯୁକ୍ତ 1 2 3 3 ଇଣ୍ଟୁ B ଯୁକ୍ତ 1 ରେ 1 2 ଇଣ୍ଟୁ C ଯୁକ୍ତ 10 ଗୁଣନ D ଯୁକ୍ତ E। ଆମେ ଯୋଉ এটা 1 10 100 1000 10,000 A 10,000 A କୁ ଆମେ 9,999 ମାଇନସ A ବୋଲି ଲେଖିପାରିବା, ପ୍ଲସ୍ এটা 1,999 A ମାଇନସ 9,999 A ମାଇନସ A, ଆଉ ଏଇଟା 999 A ମାଇନସ A ସରି B ପ୍ଲସ୍ 99 C ମାଇନସ C ପ୍ଲସ୍ এটা 9D ମାଇନସ D ପ୍ଲସ୍ E। ଏଇଟା ଦେଖନ୍ତୁ, ଏଟାକୁ ଆମେ ଡିଭିଜନ କରୁ 3 ଦ୍ୱାରା,
ये भी 3 द्वारा, ये 3 द्वारा, ये 3 द्वारा, तापर एटा देखा, एटा देखंतु 9999 3 द्वारा डिविजिबल होते हैं। बाकी रहिला के माइनस ए और 999 ए ये भी डिविजिबल, बाकी रहिला माइनस बी 99 सी ମଧ୍ୟ 3 द्वारा डिविजिबल होते हैं। बाकी रहिला सी 9 डी ମଧ୍ୟ डिविजिबल, बाकी रहिला डी ତାପରେ ଲାଷ୍ଟ କୁ ରହିଲା ସି ଇ। ତାହେଲେ ଏଠି ଦେଖନ୍ତୁ ଏଇ ସମସ୍ତ ସଂଖ୍ୟାକୁ ଆମେ ଏଡ୍ କଲା ପରେ ଯାହା ତାର ଭ୍ୟାଲୁ ବାହାରିବ ସେଇ ସଂଖ୍ୟାଟିକୁ ଆମେ ଟେଷ୍ଟ କରୁଥିଲେ ଯେ 3 ଦ୍ୱାରା ଡିଭିଜିବୁଲ ଯଦି ହବ ଏଇ ସଂଖ୍ୟାଟା ତାହେଲେ ପୁରା ସଂଖ୍ୟାଟା 3 ଦ୍ୱାରା ଡିଭିଜିବୁଲ ଅଟେ। ୟା ସହିତ 9 ଧରୁ ସେଇଭଳିଆ 9 ସହିତ ଇଏ ବି ଡିଭିଜିବୁଲ ହେଇଯିବ, 999 ଡିଭିଜିବୁଲ, 99 ଡିଭିଜିବୁଲ, 9 ବି ଡିଭିଜିବୁଲ। ତେଣୁକରି 9 ର ରୁଲ ଆଉ 3 ର ରୁଲ ସେଥିପାଇଁ ସେମ୍, ଅଙ୍କମାନଙ୍କର ସମଷ୍ଟି, ସଂଖ୍ୟାମାନଙ୍କ ସମଷ୍ଟି। ଆପଣ ବୁଝିପାରିଲେ ଯେ ଏଇ ଯୋଉ ଆମେ ଯୋଉ 3 ର କିମ୍ବା 9 ର ଡିଭିଜିବିଲିଟି ରୁଲ ଟେଷ୍ଟ କରୁଥିଲେ ସେ ନିୟମ କୋଉ ଭଳି ତିଆରି ହେଇଛି ବୁଝିପାରିଲେ? ଚାଲନ୍ତୁ ତାକୁ ଦେଖିବା। ଆଜି 7 ର ଡିଭିଜିବିଲିଟି ଦେଖିବା। 7 ର ଡିଭିଜିବିଲିଟି କଣ ନା ଯଦି ଗୋଟେ ସଂଖ୍ୟା ତିନି ତିନିଟା ସେଟ୍ କରିବା ପାଇଁ ପଡିବ। କିଭଳି ମୁଁ କହୁଛି 1 2 3 4 5 6 ସଂଖ୍ୟା 1 2 3 4 5 6 ୟାକୁ ତିନି ତିନିଟି ୟୁନିଟ୍ ସେଟ୍ କରିବା ପାଇଁ ପେୟାର ବନେଇବାକୁ ପଡିବ। ପେୟାର ଅଫ୍ THRE3 ନମ୍ବର, ତିନିଟା ନମ୍ବରର ପେୟାର ବନେଇବାକୁ ପଡିବ। ସେଟା ହଉଛି 4 5 6 ଗୋଟେ ପେୟାର, 1 2 3 ଗୋଟେ ପେୟାର। ବଡ ଏଇ ଯୋଉ 4 5 6 4 5 6 ରୁ ମାଇନସ୍ କରିବା 1 2 3, ତାହେଲେ 3 3 3 ଏହି ସଂଖ୍ୟାଟା ଯଦି 7 ଦ୍ୱାରା ଡିଭିଜିବୁଲ ତାହେଲେ ଏଇ ପୁରା ସଂଖ୍ୟାଟା 7 ଦ୍ୱାରା ଡିଭିଜିବୁଲ। ଦେଖିବା 7 28 29 3 33 53 7 10 56 ଡିଭିଜିବୁଲ ନୁହଁ, 33 7 ଦ୍ୱାରା ଡିଭିଜିବୁଲ ନୁହଁ। ତେଣୁ ଏଇ ସଂଖ୍ୟାଟା 7 ଦ୍ୱାରା ଡିଭିଜିବୁଲ ହେଇପାରିବ ନାହିଁ। ବୁଝିପାରିଲେ? ଆଉ ଗୋଟେ ସଂଖ୍ୟା ଦେଖିବା 1 2 3 4 5 6 1 2 3 1 2 3 ପେୟାର ନବା, 1 2 3 ପେୟାର ନବା, ତାହେଲେ ଆଉ ଗୋଟେ ପେୟାର 4 5 6 এইটা ସହିତ ଏଇଟା ଯୋଗ ହବ, ଗୋଟେ ଛାଡି ଗୋଟେ, ଗୋଟେ ପେୟାର ଛାଡି ଆଉ ଗୋଟେ ପେୟାର ତା ସହିତ ଯୋଗ ହେଇପାରିବ। ତାମାନେ ଏହା ସହିତ ଏଇଟା ଯୋଗ ହବ 1 1 2 2 2 4 3 3 6, ତାହେଲେ ଏଇ 4 5 6 ମାଇନସ୍ ହବ, ତାହେଲେ କେତେ ହଉଛି 6 6 6 0, 5 ରୁ 4 ଗଲେ 1, 2 ରୁ ଗଲେ 2, ତାହେଲେ 7 ये डिविजिबल 7 ରେ 21 ଶୂନ। ଏଇ ଯୋଉ ସଂଖ୍ୟାଟା 7 ଦ୍ୱାରା ଡିଭିଜିବୁଲ, ତେଣୁ ଆମେ ଜାଣିବା ଯେ ଏଇ ପୁରା ସଂଖ୍ୟାଟା 7 ଦ୍ୱାରା ଡିଭିଜିବୁଲ ଅଟେ। ଠିକ ଅଛି, ତାପରେ ଆସନ୍ତୁ ଦେଖିବା ତାର ଡିଭିଜିବୁଲ। ଏଇ 7 ର ଯୋଉ ଭଳିଆ ଏଠି ଦେଖନ୍ତୁ ଆମେ କଣ ନେଇଥିଲେ 1 2 3 4 5 6, 7 ରେ ଯୋଉ ଭଳିଆ 3 3 ପେୟାର କରାହଉଥିଲା 3 3 ଡିଜିଟ 3 ଡିଜିଟ ର
କରାଯାଉଥିଲା, এই 13ର ଡିଭିଜିବିଲିଟି ରୁଲରେ ମଧ୍ୟ ତିନିଟା ପେୟାର କରାଯିବ। ତେଣୁ ଏଠୁ 4, 5, 6 ମାଇନସ୍ କରାଯିବ 1, 2, 3, 3, 3। ଏଇଟା ଯଦି 13 ଦ୍ୱାରା ଡିଭିଜିବଲ ତାହେଲେ ସଂଖ୍ୟାଟା ଜାଣିବା 13 ଦ୍ୱାରା ଡିଭିଜିବଲ ଅଟେ। ତେଣୁ 13 3, 3, 3, 13, 13 दूने 77, 39, 13 दूने 26, 13, 7, 73, 1378 ହବନି, ତ ଡିଭିଜିବଲ ନୁହଁ। ତେଣୁ ସଂଖ୍ୟାଟା এই 333 13 ଦ୍ୱାରା ଡିଭିଜିବଲ ହେଇପାରୁନି, ତେଣୁ ଏଇ ପୁରା ସଂଖ୍ୟାଟା 13 ଦ୍ୱାରା ଡିଭିଜିବଲ ନୁହଁ। ବୁଝିପାରିଲେ? ତାପରେ ଆସନ୍ତୁ ଦେଖିବା, ବୁଝିପାରିଲେ 7 ଏବଂ 13 ସେ ସେମ୍। ତାପରେ ଆମେ ଏବେ କିଛି କମ୍ବୋ ରୁଲ ବିଷୟରେ ପଢିବା। କମ୍ବୋ ରୁଲ କଣ? ଆମର ଯୋଉ କମ୍ପୋଜିଟ ନମ୍ବର, ଯୋଉଗୁଡା କି ଆମର ଯୋଉ ସଂଖ୍ୟା ମାନଙ୍କର ଗୁଣନୀୟକ 3 କିମ୍ବା ତାଠୁ ଅଧିକ, ତାମାନେ ଆମେ ଆଉ ଗୋଟେ ଜିନିଷ ଭୁଲିଗଲେ, 6ର ଡିଭିଜିବିଲିଟି ଆମେ ଏଇଠି ହିଁ ଦେଖିଦେବା। 6 କିମ୍ବା 12 କିମ୍ବା 15 କିମ୍ବା 16 ଏସବୁର ଡିଭିଜିବିଲିଟି ଦେଖିବା। 6ର ଡିଭିଜିବିଲିଟି ଏଇଟା ହିଁ କମ୍ବୋ। 6ର ଡିଭିଜିବିଲିଟି ଯଦି ଚେକ୍ କରାଯିବ, ଯେଉଁ ସଂଖ୍ୟାଟା 2 ଦ୍ୱାରା ଏବଂ 3 ଦ୍ୱାରା, ମାନେ 2, 3, 6, ତେଣୁ ଉଭୟ ଯଦି ଗୋଟେ ସଂଖ୍ୟା 2, 3, 6, 8, এই ପୁରା ସଂଖ୍ୟାଟା ଯଦି 2 ଦ୍ୱାରା ଡିଭିଜିବଲ ଏବଂ 3 ଦ୍ୱାରା ଡିଭିଜିବଲ, ତାହେଲେ ଆମେ କହିପାରିବା ଏ ପୁରା ସଂଖ୍ୟାଟା 6 ଦ୍ୱାରା ଡିଭିଜିବଲ ଅଟେ। ଆଉ ଯଦି କେବଳ 2 ଦ୍ୱାରା ଡିଭିଜିବଲ ହେଇଥିବ, 3 ଦ୍ୱାରା ଡିଭିଜିବଲ ହେଇନଥିବ, ତାହେଲେ ଏଇ ସଂଖ୍ୟାଟା 6 ଦ୍ୱାରା ଡିଭିଜିବଲ ନୁହଁ। এইটা ହିଁ ଆମର କମ୍ବୋ ରୁଲ। ସେଭଳିଆ 12ର ଆମେ ନେଇପାରିବା 3 ଆଉ 4, ଯେକୌଣସି ଗୋଟେ ସଂଖ୍ୟା ମନେକର ଏଇ ସଂଖ୍ୟାଟା ଉଭୟ 3 ଏବଂ 4 ଦ୍ୱାରା ଡିଭିଜିବଲ ହେଇପାରିବା ଦରକାର। 3ର ଡିଭିଜିବିଲିଟି ମାନେ ଏ ଅଙ୍କ ମାନଙ୍କର ସମଷ୍ଟି, ଯଦି ଅଙ୍କ ମାନଙ୍କର ସମଷ୍ଟି 3 ଦ୍ୱାରା ବିଭାଜ୍ୟ ହେଇପାରୁଛି, ତାହେଲେ ପୁରା ଏଇ ସଂଖ୍ୟାର 3 ଦ୍ୱାରା ଡିଭିଜିବଲ। ପୁଣି ଚେକ୍ କରିବା 4ର ଡିଭିଜିବିଲିଟି କଣ? ଲାଷ୍ଟର 2ଟି ଅଙ୍କ, ଏଇ ଲାଷ୍ଟର 2ଟି ଅଙ୍କ ଯଦି 4 ଦ୍ୱାରା ବିଭାଜ୍ୟ ହଉଛି, ତାହେଲେ ଏଇ ସଂଖ୍ୟାଟା 4 ଦ୍ୱାରା ବିଭାଜ୍ୟ। ତେଣୁ ଉଭୟ ଯଦି 3 ଏବଂ 4 ଦ୍ୱାରା ଏଇ ସଂଖ୍ୟାଟି ଡିଭିଜିବଲ ହେଇପାରିଲା, ତାହେଲେ ସେଇ ସଂଖ୍ୟାଟା ଆମେ ଜାଣିବା 12 ଦ୍ୱାରା ଡିଭିଜିବଲ ଅଟେ। ସେଇଟା ହଉଛି କମ୍ବୋ ରୁଲ। 15 ଆମେ ଦେଖିବା 3, 5, 15, ଯେଉଁ ସଂଖ୍ୟାଟି ଉଭୟ 3 ଓ 5 ଦ୍ୱାରା ଡିଭିଜିବଲ ଅଟେ, ସେ ସଂଖ୍ୟାଟି 15 ଦ୍ୱାରା ଡିଭିଜିବଲ ହେଇପାରିବ। ପୁଣି 16 ସେଭଳିଆ ଦେଖିବା 2 ଏବଂ 8 ସହିତ, ଯେଉଁ ସଂଖ୍ୟାଟା ଉଭୟ 2 ଏବଂ 8 ସହିତ ଡିଭିଜିବଲ, ସେଇ ସଂଖ୍ୟାଟି 16 ଦ୍ୱାରା ଡିଭିଜିବଲ ଅଟେ। ହେଲା କମ୍ବୋ ପାଇଁ। ତା ସହିତ 18, 24, 30, 18, 24, 30, 32 କିମ୍ବା ଆମର 34 କି 40, ଏସବୁ ସେଭଳିଆ 18, 2, 9, ଯେଉଁ ସଂଖ୍ୟାଟି ଉଭୟ 2 ଓ 9 ଦ୍ୱାରା ଡିଭିଜିବଲ, ସେଇ ସଂଖ୍ୟାଟି 18 ଦ୍ୱାରା ଡିଭିଜିବଲ। 24, 24, 24, ଯେଉଁ ସଂଖ୍ୟାଟି ଉଭୟ 3 ଦ୍ୱାରା ଏବଂ 8 ଦ୍ୱାରା ଡିଭିଜିବଲ, ସେଇ ସଂଖ୍ୟାଟା
24 ଦ୍ୱାରା ଡିଭିଜିବୁଲ। 30 3 ଏବଂ 10 ଯେଉଁ ସଂଖ୍ୟାଟି ଉଭୟ 3 ଏବଂ 10 ଦ୍ୱାରା ଡିଭିଜିବୁଲ ଅଟେ সেই ସଂଖ୍ୟାଟି 30 ଦ୍ୱାରା ଡିଭିଜିବୁଲ। 32 4 ଆଉ 8 ର ଡିଭିଜିବୁଲଟା ଦେଖିପାରିବା 32 ଯେଉଁ ସଂଖ୍ୟାଟି ଉଭୟ 4 ଏବଂ 8 ଦ୍ୱାରା ଡିଭିଜିବୁଲ সেই ସଂଖ୍ୟାଟି 32 ଦ୍ୱାରା ଡିଭିଜିବୁଲ ଅଟେ। 32 ପରେ 34 ହେଇଗଲା 17 ଦୁणे 2 ଏବଂ 17 ଉଭୟ 2 ଏବଂ 17 ଦ୍ୱାରା ଡିଭିଜିବୁଲ ତାହେଲେ এই ସଂଖ୍ୟାଟା 34 ଦ୍ୱାରା ଡିଭିଜିବୁଲ ଅଟେ। এইଭଳି ଭାବରେ ଆପଣ ଦୁଇଟା ସଂଖ୍ୟାକୁ ଗୁଣନ କଲେ ଯୋଉ ଭଳିଆ 6 ଚେକ୍ କରିବା, ଦୁଇଟା ସଂଖ୍ୟା ଗୁଣନ କଲେ ଆମେ 6 ର ଡିଭିଜିବିଲିଟି ଚେକ୍ କରିପାରୁଛେ। ସେହିପରି ଏ କମ୍ପୋଜିଟ୍ ନମ୍ବର ଯେତେ ଯେମିତି କି 99 ହେଲା 9 ଏବଂ 11 ନମ୍ବର ଅନୁସାର ଉଭୟ ଯଦି 9 ଏବଂ 11 ଦ୍ୱାରା ଡିଭିଜିବୁଲ ହେଇପାରିବ ତାହେଲେ ସେଇ ସଂଖ୍ୟାଟି 99 ଦ୍ୱାରା ଡିଭିଜିବୁଲ। ବାସ୍ ଦେଖିବା ନେକ୍ସଟ ଯୋଉଟା କି ରାମବାଣ ରୁଲ ଅର୍ଡର ନମ୍ବର ଏବଂ ପ୍ରାଇମ ନମ୍ବର ଗୁଡ଼ିକ ପାଇଁ ଦେଖିବା 7 ପ୍ରଥମତଃ 7 କିମ୍ବା 13 17 19 21 23 ପରେ 29 ତାପରେ 31 33 36 37 ଏହି ସବୁର ଡିଭିଜିବିଲିଟି ଚେକ୍ କରିବା ପାଇଁ ନିଜେ ହିଁ ରୁଲ ଆମେ କିପରି ବନେଇବା ସେ ସବୁ ଆମେ ମେଥଡ ଦେଖିବା। ମନେ କରାଯାଉ 7 ର ଡିଭିଜିବିଲିଟି ଏମିତିରେ ବି ଆମେ ଜାଣିଅଛୁ କଣ ନା 3ଟା ସେଟ୍ ବନେଇବା ପାଇଁ ପଡିବ 7 ଏବଂ 13 ତା ସହିତ ଏ ଗୋଟେ ନୂଆ ରୁଲ ଦେଖନ୍ତୁ 7 ସହିତ ଏମିତି ଏକ ନମ୍ବର 7 ର ପାଖାପାଖି ନମ୍ବର ନବା ଯୋଉଟା କି 10 ଦ୍ୱାରା ଡିଭିଜିବୁଲ 10 ଦ୍ୱାରା ଡିଭିଜିବୁଲ ଆଉ 7 ର ପାଖାପାଖି 10 ଦ୍ୱାରା ଡିଭିଜିବୁଲ ହେଇପାରିବ ଆଉ ସେ ଯୋଉ 10 ଦ୍ୱାରା ଡିଭିଜିବୁଲ ସଂଖ୍ୟାଟି ସେ 7 ର କରିବ ମାନେ ଏକ ବେଶୀ ପ୍ଲସ୍ +1 ହେଇଥିବ କିମ୍ବା -1 ହେଇଥିବା ଦରକାର। ଏସବୁ ଆମେ ଏକ୍ସାମ୍ପଲ ନେଲା ବେଳେ ବୁଝିପାରିବେ ବୁଝିପାରିବେନି। ଦେଖନ୍ତୁ 7 ର 3 ଗୁଣା କଲେ 7 3 21 ଏ ମୂଳ ସଂଖ୍ୟା ଏହାକୁ ଆମେ 21 ବନେଇଲେ ଏଇ 21 ର ଆମେ ପାଖାପାଖି ଗୋଟେ ଏମିତି ସଂଖ୍ୟା ନେବା ଯୋଉଟା କି 10 ଦ୍ୱାରା ଡିଭିଜିବୁଲ 20 ହେଇପାରିବ। ଏଇ 21 ରୁ 20 କୁ ଯିବା ପାଇଁ ହେଲେ -1 କରିବା ପାଇଁ ପଡୁଛି। ତାପରେ ଏଠି ଦେଖନ୍ତୁ 2 ମାନେ 10 ର କେତେ ଗୁଣା 2 ଗୁଣା 10 ଦୁଣ 20 ଗୁଣନ 2 ତାମାନେ ପ୍ରଥମେ ମାଇନାସ ଗୁଣନ 2 ତାହେଲେ ଆମେ କିପରି ଚେକ୍ କରିବା ଗୋଟେ ସଂଖ୍ୟା ସେ ସଂଖ୍ୟାଟା 7 ଦ୍ୱାରା ଡିଭିଜିବୁଲ କି ନାହିଁ ଦେଖନ୍ତୁ 7 3 7 5 8 এই ସଂଖ୍ୟାଟି 7 ଦ୍ୱାରା ଡିଭିଜିବୁଲ କି ନୁହଁ। ମୁଁ କଣ କହିଲି ଯେ 2 ଗୁଣା କରି ପ୍ରଥମେ 2 ଗୁଣା କରାଯିବ ତାପରେ ମାଇନାସ କରାଯିବ 2 ଗୁଣା ଏଇଠି ଦେଖନ୍ତୁ 8 ର 2 ଗୁଣା କେତେ 16 এই 16ଟା 8ଟାକୁ କାଟିଦେଲେ 16ଟା ଏଇଠି ଲେଖିବା ମାଇନାସ କରିବେ ତାହେଲେ 15 ରୁ 6 ଗଲେ 9 6 ରୁ 1 ଗଲେ 5 3 ପୁଣି 9 ର ଡବଲ କରିବା 18 18ଟା କଣ ମାଇନାସ ହବ
ଏଇଠି ମାଇନସ୍ ହେଇଯିବ। ତାହେଲେ 15 8 7 15 ଏଠି ଅଛି 2 2 ଗଲେ 1 17। ତାହେଲେ ଆମର 17 7 ଏଇ 7ରେ 17ଟା ଡିଭିଜିବୁଲ ହେଇପାରିବନି, ତେଣୁ ଏଇ ସଂଖ୍ୟାଟା 7 ଦ୍ୱାରା ଡିଭିଜିବୁଲ ନୁହେଁ। ଏଇଭଳି ପ୍ରତ୍ୟେକ ସଂଖ୍ୟାର ଆମେ ରୁଲ ନିଜେ ବନେଇ ପାରିବା। 13 ଏମିତି ଗୋଟେ ସଂଖ୍ୟା ୟା ପାଖାପାଖି ନମ୍ବର ନବା, ମାନେ ୟାକୁ ଆମେ ସେ 10ର ଡିଭିଜିବିଲିଟି ରୁଲ ର ପାଖାପାଖି ସଂଖ୍ୟା ପାଖକୁ ନେଇକି ଯିବା। ତାହେଲେ 13ରେ ପ୍ରାୟତଃ 7ରେ ଯୋଉ ଭଳିଆ 3 ଗୁଣନ କଲେ 21 ହେଲା, 20ର ପାଖାପାଖି ନମ୍ବର ପାଇଲେ। ସେଇଭଳି 13କୁ ସେ 3ରେ ହିଁ ଗୁଣନ କଲେ 33 39, ମାନେ 40ର ପାଖ ନମ୍ବର ସେ। ତେଣୁ 39ରୁ 40 କରିବା ପାଇଁ ହେଲେ +1 କରିବା ପାଇଁ ପଡୁଛି। ତା ସହିତ 10 ଦ୍ୱାରା କେତେ 10 ଟା 40, ତେଣୁ ଗୁଣନ 4। ତାହେଲେ 13ର ଆମେ ଡିଭିଜିବିଲିଟି ଚେକ୍ କରିବା ମାନେ ଯେକୌଣସି ସଂଖ୍ୟାର, ତାହେଲେ ଆମେ ସେ ସଂଖ୍ୟାର ନବା କଣ 1 2 3 4 5 6 ଏଇ ସଂଖ୍ୟାଟା। ତାହେଲେ ଏହାକୁ ପ୍ରଥମେ କଣ କରିବା 4 ଗୁଣ କରିବା, 6 24, 6ଟାକୁ କାଟିଦେବା, 24ଟାକୁ ଏଇ 45 ତଳେ ଲେଖିବା। ପୁଣି କଣ କରିବା 39ରୁ 40 ପ୍ଲସ୍ ହେଲା, ତାହେଲେ 5 4 9 4 2 6, 3 କୁ 3 2 କୁ 2 21। ପୁଣି କଣ କରିବା 9ର 4 ଗୁଣା 9 36, 9ଟାକୁ କାଟିଦେବା, 36ଟା ୟା ତଳେ ଲେଖିବା 36, ପୁଣି ଯୋଗ କରିବା 6 6 12 2 ରଖିଲା 1 3 3 6 1 7 2 1, ପୁଣି 2ରୁ 4 ଗୁଣା କରିବା 2 6 8, 8ଟା 7 ତଳେ ଲେଖିବା 8 7 15ରୁ 5 ରଖିଲା 1 2 1 3 1। ତେଣୁ ପୁଣି 5ର 4 ଗୁଣା କରିବା 5 20, 5ଟାକୁ କାଟିଦେବା 20, 20 ଆଉ 13 ଯୋଗ ହେଲେ କେତେ 33, 33 ହେଲା, 33ଟା 33 13 ଦ୍ୱାରା ଡିଭିଜିବୁଲ ନୁହଁ, ତେଣୁ ଏ ପୁରା ସଂଖ୍ୟାଟା 13 ଦ୍ୱାରା ଡିଭିଜିବୁଲ ନୁହଁ। ବୁଝିପାରିଲେ? ସେଇଭଳି ଭାବରେ ଆମେ 17ର 19ର 21ର 23ର 29ର ଡିଭିଜିବିଲିଟି ରୁଲ ଚେକ୍ କରିବା। 29ର ଡିଭିଜିବିଲିଟି ରୁଲ ଚେକ୍ କରିବା। ତେଣୁ ଏଥିରେ ବି 29 10ର ଯୋଉ ଗୁଣିତକ ତାର ପାଖ ସଂଖ୍ୟା 30, 29ରେ ଯୋଗ 1 ଯୋଗ କଲେ 30 ହଉଛି, କିନ୍ତୁ 10ର କେତେ ଗୁଣା 3 ଗୁଣା ଗୁଣନ 3, ତାହେଲେ ପ୍ଲସ୍ ଗୁଣନ 3 ପ୍ଲସ୍ 1। ଗୋଟେ ସଂଖ୍ୟା ଯାହା ଦେଇଥିବ 2 4 6 8 7 5, ତାହେଲେ 29ର ଡିଭିଜିବିଲିଟି ରୁଲ କିଭଳି ଚେକ୍ କରିବା ଗୁଣା 3 3 ଗୁଣା 5ର 3 ଗୁଣା କେତେ 15, ତେଣୁ 5କୁ କାଟିଲେ 15କୁ ୟା ତଳେ ଲେଖିଲେ ପ୍ଲସ୍ ପ୍ଲସ୍ ହବ 7 5 12 2 ରଖିଲା 1 8 1 9 1 10 0 ରଖିଲା 1 6 1 7 4 2, ଏତିକି ପାଇଲେ। ପୁଣି 3 ଗୁଣା ଏଇ 2ର 3 ଗୁଣା କେତେ 2 3 6, 6 ଲେଖିଲେ ପ୍ଲସ୍ ହବ 6 7 4 2, ପୁଣି ସେଇ ପ୍ରୋସେସ 6ର 2 ଗୁଣା 3 ଗୁଣା 6 3 18, ତାହେଲେ 7 8 15 5 1 4 5 1 6
265 265 ପୁଣି ସେ 3 ଗୁଣା 5 15 ପୁଣି ଏ ଯୋଗ ହବ 2 1 2 2 1 4 41। ତାହେଲେ 29ଟା এই যে 41 29 ଡିଭିଜିବୁଲ ହେଇପାରିବ ନାହିଁ, ବୁଝିଲେ? ତେଣୁ ଏ ପୁରା ସଂଖ୍ୟାଟା 29 ଦ୍ୱାରା ଡିଭିଜିବୁଲ ନୁହଁ। ଯଦି ଏଇ ସଂଖ୍ୟାଟା 29 ଦ୍ୱାରା ଡିଭିଜିବୁଲ ହେଇଥାନ୍ତା ତାହେଲେ ପୁରା ସଂଖ୍ୟାଟା ମଧ୍ୟ 29 ଦ୍ୱାରା ଡିଭିଜିବୁଲ ହୁଅନ୍ତା। ଏଇଭଳି ଭାବରେ 31 33 37 ସମସ୍ତ ସଂଖ୍ୟାର ସମସ୍ତ ଅର୍ଡର ନମ୍ବର କିମ୍ବା ଆମର ଯୋଉଟା ପ୍ରାଇମ ନମ୍ବର କହୁଅଛୁ ସେ ସବୁର ଡିଭିଜିବିଲିଟି ରୁଲ ନିଜେ ବନେଇ ପାରିବେ। ବୁଝିପାରିଲେ? ଆମେ ଦେଖିବା 69 ମନେକର 69 ଡିଭିଜିବିଲିଟି ଚେକ୍ କରିବା। 69 ତାର ରୁଲ କଣ ହବ? 69 ପାଖାପାଖି 100ର ଗୁଣିତକ କିଏ 100 ଅଛି, ତେଣୁ 69 ରୁ 100କୁ ଯିବା ପାଇଁ ହେଲେ ପ୍ଲସ୍ କରିବା ପାଇଁ ପଡିବ। ପୁଣି 10ର କେତେ ଗୁଣା ଇଏ 10 ଗୁଣା, ତେଣୁ ଗୁଣନ 10। ସେଭଳି ଯେକୌଣସି ସଂଖ୍ୟା ଦେଇଥିବ 1 3 6 8 7 5, ତେଣୁ ମୁଁ randomly ନମ୍ବର ନଉଛି, ତେଣୁ ଡିଭିଜିବୁଲ ହେଇପାରିବ ନାହିଁ। ଆପଣମାନେ ଚେକ୍ କରିବେ। ରୁଲଟା ଜାଣିଥିବ, ରୁଲଟା ଜାଣିଲେ ଯଦି ଏକ୍ଜାମରେ କିଛି ବି ପଚାରି ଦେଇପାରିବ, ବୁଝିଲେ? ତ 69 ରୁଲ କଣ ହେଲା? 10 ଗୁଣା ପୁଣି ପ୍ଲସ୍। ତାହେଲେ ପ୍ରଥମ ଦେଖନ୍ତୁ 5ର 10 ଗୁଣା 50, 50 5ଟାକୁ କାଟିଦେଲେ 50ଟା ଏଠି ଲେଖିଲେ ପ୍ଲସ୍ କରିବା। 7 8 5 13 3 1 6 1 7 3 1 ପୁଣି 7ର 5 ଗୁଣା 10 ଗୁଣା 70 70 ପୁଣି ଯୋଗ କରିବା 3 14 1 3 1 4 1 ପୁଣି 3ର 10 ଗୁଣା 30 ଯୋଗ କରିବା 4 7 1 ପୁଣି 4 10 ଗୁଣା 40 7 5 57 57 57 ପର୍ଯ୍ୟନ୍ତ ଯିବାନି, ଆମେ 174। ତେଣୁ ଏ 174ଟା ଇଏ ରଖାଯିବ କି ନା 174 ଅନେଶତ ଅନେଶତକେ 2 19 ଅଧିକା ହେଉଛି, ଡିଭିଜିବୁଲ এই ସଂଖ୍ୟାଟା ତାପରେ ଡିଭିଜିବୁଲ ନୁହଁ। ତାହେଲେ ଏ ପୁରା ସଂଖ୍ୟାଟା 69 ଦ୍ୱାରା ଡିଭିଜିବୁଲ ହେଇପାରିବ ନାହିଁ। ବୁଝିପାରିଲେ? ଏମିତି ଭାବରେ ନିଜେ ହିଁ ରୁଲ ଆପଣମାନେ ବନେଇ ପାରିବେ। ତାପରେ ଆଉ ଗୋଟେ ଜିନିଷ ଯେ ଇମ୍ପୋର୍ଟାଣ୍ଟ ନମ୍ବର ଅଫ ଡିଭିଜିବିଲିଟି ରୁଲ, କୋଉ ସଂଖ୍ୟା ମାନଙ୍କର ଇମ୍ପୋର୍ଟାଣ୍ଟ ରହୁଛି ପୁରା ଡିଭିଜିବିଲିଟି ରୁଲରେ ଆମେ କେବଳ ବେଶୀ ସଂଖ୍ୟା ଜାଣିବା ଦରକାର ନାହିଁ, କେବଳ 2ର ଡିଭିଜିବିଲିଟି ଜାଣିବା ଦରକାର। 2 କିମ୍ବା 4 8 5 25 125, ତାପରେ ଆସିଲା ଆମର 6 7 3 9 11 13, ବାସ୍ ଏତିକି ସଂଖ୍ୟାର ଆମେ ଡିଭିଜିବିଲିଟି ରୁଲ ଭଲ ଭାବରେ ମନେ ରଖିବା। ତା ସହିତ ଆମେ ଜାଣିଲେ ଯୋଉ ଆମର କମ୍ପୋଜିଟ ନମ୍ବର ମାନଙ୍କର ରୁଲ ଏବଂ ଅର୍ଡର ଏବଂ ପ୍ରାଇମ ନମ୍ବର ମାନଙ୍କର ରୁଲ, ଏସବୁ ରୁଲ ତ ଆପଣ ମାନେ ଜାଣିଲେ ନିଜେ ରୁଲ ବନେଇ ପାରିବେ। ଏ ଯୋଉ କମ୍ବୋ ରୁଲ ବୁଝିପାରିଲେ, କମ୍ପୋଜିଟ ନମ୍ବର ମାନଙ୍କର ରୁଲ କମ୍ବୋ ରୁଲ।
କିମ୍ବା ରାମବାଣ ରୁଲ୍, ଯୋଉଟାକି ଆମେ ସମସ୍ତ ଅର୍ଡର କିମ୍ବା ପ୍ରାଇମ୍ ନମ୍ବର ଉପରେ ରୁଲ୍ ବନେଇ ପାରିବା। ଠିକ୍ ଅଛି। ତ ଆଜିର କ୍ଲାସ୍ କିଭଳି ଲାଗିଲା ଆପଣମାନେ ନିଶ୍ଚୟ କମେଣ୍ଟ କରନ୍ତୁ ଏବଂ ଭଲ ଲାଗିଲେ ଲାଇକ୍ କରନ୍ତୁ, ସାଙ୍ଗସାଥି ମାନଙ୍କୁ ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଭୁଲନ୍ତୁ ନାହିଁ। ଆମେ এই ଦୁଇଟା ଭିଡ଼ିଓରେ ଯେତେ ସବୁ ଡିଭିଜିବିଲିଟି ରୁଲ୍ ପଢ଼ିଲେ, ତ ନେକ୍ସଟ ଭିଡ଼ିଓରେ ଆମମାନେ କ୍ୱେଶ୍ଚନ୍ କିଭଳି ଆସୁଅଛି ସେ ସବୁ ପଢ଼ିବା। ଜୟ ଜଗନ୍ନାଥ। ଥ୍ୟାଙ୍କ ୟୁ।